ଶିମିଳିପାଳରେ ନିଶା ଗଛ ଅଫିମ ଚାଷକୁ ନଷ୍ଟ କଲା ପୋଲିସ। ପୁଣି ମୟୂରଭଞ୍ଜ ପୋଲିସକୁ ମିଳିଛି ବଡ଼ ସଫଳତା। ଏସ୍ପି ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶରେ ହୋଇଛି ବଡ଼ ଧରଣର ଚଢ଼ାଉ। ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଥିବା ଅଫିମ ଚାଷକୁ ନଷ୍ଟ କରିଛି ପୋଲିସ। କରଞ୍ଜିଆ ଏସ୍ଡିପିଓଙ୍କ ନେତୃତ୍ୱରେ ଯଶୀପୁର ପୋଲିସ, ଅବକାରୀ ବିଭାଗ ଓ ବନ ବିଭାଗର ମିଳିତ ଚଢ଼ାଉ ହୋଇଛି। ଆଜି ଶିମିଳିପାଳ ବନାଞ୍ଚଳର ଜୋଜଗୋଡ଼ା ଗ୍ରାମ ଇଲାକାର 4 ଏକର ଜମିରେ ଚାଷ ହୋଇଥିବା 1,08,000 ଅଫିମ ଗଛକୁ ନଷ୍ଟ କରାଯାଇଥିବା ବେଳେ ଫୁଲବାଡ଼ି ଗ୍ରାମ ଅଞ୍ଚଳରେ 1 ଏକର 74 ଡିସିମିଲ୍ ଜାଗାରେ ଚାଷ ହୋଇଥିବା 46,980,000 ଅଫିମ ଗଛକୁ ପୋଡ଼ି ନଷ୍ଟ କରାଯାଇଛି, ଯାହାର କି ମୂଲ୍ୟ 3 କୋଟି 10 ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି। ଗତ ମାର୍ଚ୍ଚ 10 ତାରିଖ ଦିନ ବକୁଆ ଓ କୁକୁରଭୁକା ଗାଁରେ ଚାଷ ହୋଇଥିବା 5,25,000 ଅଫିମ ଗଛକୁ ନଷ୍ଟ କରାଯାଇଥିଲା। ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ 10 କୋଟି 66 ଲକ୍ଷ ରହିଥିଲା। ଏହିପରି ଗତ ଫେବୃଆରୀ 24 ତାରିଖରେ ମଧ୍ୟ ଶିମିଳିପାଳ ବନାଞ୍ଚଳ ଧଳାବଣି ଓ ବୃନ୍ଦେଇପଶି ଗ୍ରାମ ଇଲାକାରେ ଚଢ଼ାଉ କରି 13,000 ଅଫିମ ଗଛକୁ ନଷ୍ଟ କରାଯାଇଥିଲା, ଯାହାର କି ମୂଲ୍ୟ 26 ଲକ୍ଷ ରହିଥିଲା। ଯଶୀପୁର ଥାନାରେ ଏପର୍ଯ୍ୟନ୍ତ ପୃଥକ ଭାବେ 6ଟି କେସ୍ ରୁଜୁ କରାଯାଇ ତଦନ୍ତ ଜାରି ରଖିଛି ପୋଲିସ। ମୟୂରଭଞ୍ଜରୁ ଦିଲ୍ଲୀପ କୁମାର ସାହୁଙ୍କ ରିପୋର୍ଟ, ଏକାମ୍ର ନ୍ୟୁଜ୍।